ରେ ମାଙ୍କର ସ୍ୱତନ୍ତ୍ର ନୀତି ତାଙ୍କର ସେବକମାନେ କରିଥାନ୍ତି। ସେଥିରେ ସକାଳ ଯେମିତି ଦ୍ୱାର ଫିଟା ତାଙ୍କର ହେଇ ତାଙ୍କର ମାଜଣା ବେଶ ଏବଂ ତାଙ୍କର ବିଭିନ୍ନ ପ୍ରକାରର ବେଶ ହଳଦୀ ଚନ୍ଦନ ସିନ୍ଦୁର କଜ୍ଜଳ ଏସବୁରେ ତାଙ୍କୁ ବେଶ କରାଯାଏ। ବେଶ ପରେ ତାଙ୍କର ପାଟ ବସ୍ତ୍ର ବା ସୂତା ବସ୍ତ୍ର ଶାଢ଼ୀ ପରିଧାନ କରିଥାନ୍ତି। ବିଭିନ୍ନ ପ୍ରକାର ମନ୍ଦାର ଚମ୍ପା ପଦ୍ମ ବିଭିନ୍ନ ପ୍ରକାର ମାଳାରେ ସୁଶୋଭିତ କରାଯାଏ। ଏ ମନ୍ଦିରର ସ୍ୱତନ୍ତ୍ର ଭୋଗ ନାହିଁ। ଇଏ ମହାପ୍ରଭୁଙ୍କର ବଡ଼ ବାଡ଼ର ଏବଂ ଜଗନ୍ନାଥଙ୍କ ବାଡ଼ର ବିଭିନ୍ନ ପୁଷ୍ପାଳଙ୍କାର ଥାଳି ଅନ୍ନ ଏଠିକି ଆସିକିରି ମାଙ୍କୁ ପୁଷ୍ପାଳଙ୍କାର ଲାଗି ହେଇଥାଏ ଏବଂ ମହାପ୍ରସାଦ ଯେଉଁ ଥାଳି ଅନ୍ନ ଏଇ ମା ବିମଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥାଏ।